ଦ୍ୱାଦଶ ସ୍କନ୍ଧ ନବମ ଅଧ୍ୟାୟ ସୁତ ଉବାଚ। ସୁତ ପୌରାଣିକ କହନ୍ତି, ଶୁଣ ସନକ ଆଦି ଜାତି। ଏହି ପ୍ରକାରେ ମାର୍କଣ୍ଡେୟ ଅନେକ ସ୍ତୁତି ଯେ ନିର୍ଣ୍ଣୟ ନର ନାରାୟଣ ତା ଶୁଣି ସନ୍ତୋଷ ଭାବେ କହେ ପୁଣି। ନର ନାରାୟଣ ବାଚ, ହେ ବ୍ରହ୍ମ ଋଷି ତପୋନିଷ୍ଠ ସମାଧି ଯୋଗେ ଜ୍ଞାନୀ ଅଟ। ତେଣୁ ତୁମ୍ଭେ ସିଦ୍ଧ ହୋଇଲ ନିଶ୍ଚଳ ଭକ୍ତିରେ ଭଜିଲ। ମୋଠାରେ ତପ ଜ୍ଞାନ ବଳେ ଦେବା ଧୟନ ସଂଯମରେ। ଆମ୍ଭେ ଯେ ସନ୍ତୋଷ ହୋଇଲୁ ତୁମ୍ଭ ବ୍ରତାଚାର ତପରୁ। ଏବେ ହୋ ବର ମାଗ ତୁମ୍ଭେ ଯାହା ମାଗିବ ଦେବୁ ଆମ୍ଭେ। ମନୋରଥ ପୂର୍ଣ୍ଣ କରିଣ କୁଶଳେ ବର ମାଗିଗେନ। ବଚନ ଏତେ ଶୁଣି କହନ୍ତି ମାର୍କଣ୍ଡ ମୁନି। ମାର୍କଣ୍ଡେୟ ବାଚ, ହେ ଦେବ ଦେବ ନାରାୟଣ ସକଳ ଜଗତ କାରଣ। ଶରଣ ଜନ ତାପ ହର ବିପତ୍ତି ତାପ ଛେଦ କର। ପରମ ପଥ ଦେଖାଇଲ କୃତାର୍ଥ ପ୍ରଭୁ ମୋତେ କଲ। ଏ ବର ମାଗୁଅଛି ମୁଇଁ ତୁମ୍ଭ ଦର୍ଶନ ପାଇଲଇଁ। ତୁମ୍ଭର ଚରଣକୁ ଧାଇ ପରମ ଆତ୍ମାକୁ ମିଶାଇ। ଅଷ୍ଟାଙ୍ଗ ଯୋଗ ଧାରଣାରେ ଦେଖନ୍ତି ଦେହର ଭିତରେ। ସେ ତୁମ୍ଭେ ମୋ ଚକ୍ଷୁ ଗୋଚରେ ଦର୍ଶନ ଦେଲ ସୁଦୃଷ୍ଟିରେ। ହେ ପଦ୍ମନେତ୍ର ଚକ୍ର ପାଣି ଏ ପୁଣ୍ୟ ଶ୍ଲୋକ ଶିଖାମଣି। ତୁମ୍ଭର ଅନୁଗ୍ରହ ଭାବେ ମାୟା ମହିମା ଦେଖାହେବେ। ସେ ମାୟା ସକଳ ଲୋକରେ ଲୋକପାଳାଦି ଦିବସ କରେ। ତୋବାଚ, ଏ ସୁତ କହନ୍ତି ମୁନି ଆଗେ ଶୁଣ ମାର୍କଣ୍ଡେୟ ବେଗେ। ପ୍ରସନ୍ନ ହସି କହେ ପ୍ରଭୁ ଏ ତୋର ବର ଅସ୍ତୁ ହେଉ। ମାୟା ମହିମା ମୋର ଦେଖ ଏ ଅନ୍ତେ ଲଭି ସର୍ବ ସୁଖ। ଏମନ୍ତ କହି ଦିବସ୍ଥାନେ ବିଜୟ ନର ନାରାୟଣେ। ତହିଁ ମାର୍କଣ୍ଡେୟ ଆଶ୍ରମେ ରହିଲେ ବାସୁଦେବ ଧ୍ୟାନେ। ଜଳ ପବନ ଯେ ଆକାଶ ପୃଥ୍ଵାଗ୍ନି ପଞ୍ଚଭୂତ ବାସ। ସ୍ଥାବର ଜଙ୍ଗମ ପତଙ୍ଗ କୀଟାଦି ଚାରି ଖାନି ଜୀବ। ସବୁ ବାସୁଦେବ ସ୍ୱରୂପେ ଧ୍ୟାନ କରନ୍ତି ଲୟ କଳ୍ପେ। ଭାବଯୁକ୍ତ ହୋଇ ମନରେ ଭାବ ଦ୍ରବ୍ୟ ପୂଜେ ବିଷ୍ଣୁରେ। କେବେ ବା ପ୍ରେମେ ବିଚଳିତ ହୋଇ ଭୁଲଇ ପୂଜା ଅର୍ଥ। ବାସୁଦେବ ଚରଣେ ଲୟେ ଧ୍ୟାନରେ ନିମଗ୍ନ ସେ ହୁଏ। ଆପଣା ଆଶ୍ରମରେ ଥାଇ କିଛି ଦିନ ଯେ ଶେଷ ହୋଇ ପୁଷ୍ପଭଦ୍ରା ନଦୀ ତଟରେ ସ୍ନାନ ସନ୍ଧ୍ୟା ତ୍ରିକାଳେ ସାରେ। ଯୋଗ ଧ୍ୟାନରେ ବସୁଛନ୍ତି ବାସୁଦେବଙ୍କୁ ହୃଦେ ଚିନ୍ତି। ଏମତେ ପ୍ରଚଣ୍ଡ ପବନ ବହେ ମହାଘୋର ଶବ୍ଦେଣ। ଆକାଶେ ମହାଭୟଙ୍କର ମେଘ ଉଡ଼ିଲେ ଶୀଘ୍ରତର। ରଥ ଅଖର ପ୍ରକାରେ ଧାରା ବୃଷ୍ଟି କଲେ ଶୂନ୍ୟରେ। ବିଦ୍ୟୁତ୍ ଝଟକ ଶବଦ ବଜ୍ର ନିର୍ଘାତ ଇନ୍ଦ୍ରାୟୁଧ। ସେ ଜଳେ ପୃଥ୍ୱୀ ପୂର୍ଣ୍ଣ ହୋଇ ସମୁଦ୍ରେ ଲାଗି ଉଛଳଇ। ସର୍ବେ ଏକାର୍ଣ୍ଣବ ହୋଇଲେ ତରଙ୍ଗ ଲହରୀ ଉଠିଲେ। ପବନ ବଳେ ଜଳ ମାନେ ହୁଲଳେ ଲାଗିଲେ ଗଗନେ। ମଗର କୁମ୍ଭୀର ସମେତେ ମତ୍ସ୍ୟ କଚ୍ଛପ ଆଦି ଯେତେ। ଏମାନେ ଭାସିଣ ଗର୍ଜିଲେ ସର୍ବେ ଜଳରେ ନିମଜିଲେ। ସପ୍ତ ସମୁଦ୍ର ସପ୍ତ ଦ୍ୱୀପ ଏକ ଖଣ୍ଡ ହୁଏ ଉଦକ। ବ୍ରହ୍ମାଣ୍ଡ ଯାକ ପୂର୍ଣ୍ଣ ହୋଇ ନିର୍ଘାତ ଶବଦେ ଚଳଇ। ଏଭାବେ ସମସ୍ତ ବୁଡ଼ିଲା ଯେଣୁ ଏ ବିଷ୍ଣୁ ମାୟା କଲା। ମନି ଆପଣା ସଙ୍ଗତରେ ଜୀବକୁ ଭିତରେ ବାହାରେ। ଜଳବାୟୁରେ ନିଗମନ ବିଦ୍ୟୁତ ଦ୍ୱାରେ କୃଷ୍ଣ କ୍ଷୀଣ। ପୃଥିବୀ ଜଳମଗ୍ନ ଦେଖି ଭୟେ ହୋଇଲେ ମହାଦୁଃଖୀ। ଜଳ ଏକାର୍ଣ୍ଣବ ହୋଇଣ ଆକାଶ ପର୍ଯ୍ୟନ୍ତ ଲାଗିଣ। ଜଗତ ଅନ୍ତର୍ଧ୍ୟାନ ହେଲା ପୃଥ୍ୱୀ ଆକାଶ ନଦୀ ଶିଲା। ସ୍ୱର୍ଗ ଗ୍ରହ ନକ୍ଷତ୍ର ଗଣ ଜ୍ୟୋତିଷ ଚକ୍ର ସಮೇତଣ। ସବୁ ଜଳେ ଏକ ହୋଇଲା ସମସ୍ତ ଜଳରେ ବୁଡ଼ିଲା। ସେ ମୁନି ଯୋଗ ମାୟା ବଳେ ଭାସିଲେ ପ୍ରଳୟର ଜଳେ। ଜଟା ମଣ୍ଡଳ ଫିଟିବା ସେ ପଥ ଅନ୍ଧାର ପ୍ରାୟ ଦିଶେ। କ୍ଷୁଧା ତୃଷ୍ଣା ପୀଡ଼ିତ ହୋଇ ପବନ ତରଙ୍ଗେ ଭାସଇ। ମଗର ତିମି ଜନ୍ତୁ ମାନେ ପୀଡ଼ିତ ହୋଇ ଋଷି ଭ୍ରମେ। ଘୋର ଅନ୍ଧକାର ନ ଦିଶେ ବୁଡ଼ି ଜୀବନ ଯାଇ ଶେଷେ। ମହାପବନ ମାନେ ଲାଗି ମୋହେଣ ମୁନି ଚିତ୍ତ ଲାଗି। ମହାପବନ ମାନେ ଲାଗି ମୋହେଣ ମୁନି ଚିତ୍ତ ଲାଗି। ତରଙ୍ଗେ ମୁନି ବୁଡ଼ି ଯାନ୍ତି ଲହରୀ ମାନକେ ଉଠନ୍ତି। କୁମ୍ଭୀର ମଗର ଭକ୍ଷନ୍ତି ତାଙ୍କୁ ଅତି ବଡ଼େ ଗିଳନ୍ତି। ତାଙ୍କ ତହୁଁ ବଳି ପଡ଼ନ୍ତି ଶୋକ ଦୁଃଖେ ମୋହେ ମଜନ୍ତି। ବ୍ୟାଧି ଦୁଃଖ ପାଇ ମରନ୍ତି ଆତ୍ମା ପୀଡ଼ିତେ ମୋହ ଯାନ୍ତି। ଏମତେ ଅୟୁତ ଲକ୍ଷଣ ଗଲା ବତ୍ସର ଦିନମାନ। ଅତି ଆରତ ମାରକଣ୍ଡ ଜାଣିଲେ ନିଶ୍ଚେ ଜୀବ ପିଣ୍ଡ। ମାୟା ମୋହରେ ପୁଣି ଭାସଇ ମାରକଣ୍ଡ ମୁନି। ଭାସି ଲାଗିଲେ ଏକ ସ୍ଥାନେ ଧରି ହୃଦରେ ବ୍ରହ୍ମ ଜ୍ଞାନେ। ବିଷ୍ଣୁ ମାୟା ମୋହରେ ପୁଣ ଭାସି ଲାଗିଲେ ଏକ ସ୍ଥାନ। ବ୍ରହ୍ମାଣ୍ଡ ମଧ୍ୟ ଜମ୍ବୁ ଦ୍ୱୀପ ନବ ଖଣ୍ଡରେ ସେ ସଂକ୍ଷେପ। ଏ ଭାରତ ବର୍ଷ ମଧ୍ୟରେ ଆର୍ଯ୍ୟାବର୍ତ ନାମ ବିସ୍ତାରେ। ଉତ୍କଳ ନାମକ ଦେଶରେ ଆର୍ଯ୍ୟାବର୍ତ ଅଗ୍ନିକୋଣରେ। ଦକ୍ଷିଣ ମହୋଦଧି ତଟେ ସମୁଦ୍ର ଉତ୍ତରେ ପ୍ରକଟ। ନାମ ଯାଶ୍ରୀ ପୁରୁଷୋତ୍ତମ ସକଳ କ୍ଷେତ୍ର ତହିଁ ଜନ୍ମ। ନୀଳାଚଳ ଗିରି ଶିଖରେ ଅକ୍ଷୟ କଳ୍ପ ବଟ ପରେ। କ୍ଷେତ୍ର ବଟ ସಮೇତ ହୋଇ ପ୍ରଳୟ ଜଳରେ ଭାସଇ। ପବନ ବଳରେ ନ ଚଳେ ସଳଖେ ନ ଜନ ଲୋକେ ମିଳେ। ପାଞ୍ଚ କୋଶ ବିସ୍ତାର ହୋଇ ବେଡ଼ିଣ ଜ୍ୟୋତିର୍ମୟ ଦେଇ। ଜଳ ଉପରେ ତା ପଲ୍ଲବ ଫଳ ପଲ୍ଲବେ ଶୋଭା ଦିବ୍ୟ। ସେ ବୃକ୍ଷ ଯେଉଁ ତିନି ଡାଳ ପୂର୍ବ ଈଶାନ୍ୟ ଯେ ଉତ୍ତର। ପୂର୍ବ ଉତ୍ତର ମଧ୍ୟ ଶାଖା ଈଶାନ୍ୟ ଡାଳ ମଧ୍ୟ ଦେଖା। ନବ ପଲ୍ଲବ ବଟ ଫୁଟେ ଏକ ପୁରୁଷ ଯବାଙ୍କୁଷ୍ଠେ। ସେ ବଟ ଫୁଟରେ ଶୟନ ତାଙ୍କୁ ମାର୍କଣ୍ଡେୟ ଦର୍ଶନ।
ପୁଷ୍ଟ ପ୍ରମାଣେ ପୁରୁଷ ଆପଣା ପ୍ରଭଏ ସେ ଦୃଶ୍ୟ ପ୍ରଳୟାନ୍ଧକାର ଛେଦନ ମହାମର୍କତ ମଣିଶ୍ୟାମ ମୁଖ ଲୋଚନ ପାଣି କର୍ଣ୍ଣ ପ୍ରକାଶ କମଳ ଲୋଚନ ଏ ଶଙ୍ଖ ରେଖା କଣ୍ଠରେ ଅଛି ଶ୍ରୀବତ୍ସ ଚିହ୍ନ ହୃଦୟ ଗନ୍ତି ହୃଦୟ ବିସ୍ତାର ସୁନ୍ଦର ବ୍ରହ୍ମାଣ୍ଡ ସର୍ଜନ ସଂହାର ନାସିକା ଅତ୍ୟନ୍ତ ସୁନ୍ଦର ଭ୍ରୁଲତା ଧନୁ କନ୍ଦର୍ପରମ୍ ନିଶ୍ୱାସ ପବନ ଚଞ୍ଚଳ ଚଳନ୍ତି କର୍ଣ୍ଣର କୁଣ୍ଡଳ ଡାଳିମ୍ବ ପାଚିଲାର ପ୍ରାୟ ଦନ୍ତ ପତି ଯେ ଶୋଭା ପାଏ ଏ ପ୍ରବାଳ ପ୍ରାୟକ ଅଧର ପ୍ରୁଦ୍ରହାସ ଭାବ ବରୁଣର ଦୃଷ୍ଟି ଦୁଇ ପାଦ ପଦ୍ମରେ କଟାକ୍ଷେ ବିଲୋଚନ କରେ ନିଶ୍ୱାସ ପବନ ଚାଲିଣ ନାଭି ଉପରେ ଲୋମମାନ ପବନେ କମ୍ପମାନ ହୋଇ ଅଙ୍ଗରେ ଆବରଣ ଶୋଇ ଦୁଇ ହସ୍ତେ ପାଦ ଆଙ୍ଗୁଳି ଧରି ଚୁମ୍ବନ ମୁଖେ କରି ଏ ଚରଣାମ୍ବୁଜ ମକରନ୍ଦ ମୁଖେ ଭରିଣ ଯେ ଆନନ୍ଦ ମକରନ୍ଦ ପାନ କରନ୍ତି ସେ ରସ ରୂପ ଚୁମ୍ବିଶାନ୍ତି ବାଳକ ରୂପେଣ ଶୟନ ମାର୍କଣ୍ଡ ବିସ୍ମୟ ଦେଖିଣ ଦର୍ଶନେ ସର୍ବଦୂର ଗଲା ଆନନ୍ଦେ ଦେହ ପୁଲକିଲା ପଦ୍ମପ୍ରାୟ ଚକ୍ଷୁ ବିକାଶୀ ପୁଲକେ ରୋମା ବଳି ରାଶି ତାଙ୍କ ନାମ ପୁଛିବା ଅର୍ଥେ ମାର୍କଣ୍ଡ ବିଚାରନ୍ତି ଚିତେ ଏ ବାଳକ ନିଶ୍ୱାସ ପବନ ବାଜି ମାରକଣ୍ଡ ଦେହଣ ବାଳକ ନିକଟେ ପ୍ରବେଶୀ ଆଗେ ଉଭା ମାର୍କଣ୍ଡେୟ ଋଷି ଏ ତୁଣ୍ଡ ବିସ୍ତାର କରି ହରି ଗିଳିଲେ ମଶା ପ୍ରାୟ କରି ହୃଦୟ ଭିତରେ ପଶିଲେ ତହିଁ ଯେ ବୁଲିଣ ଦେଖିଲେ ମୃକୁଣ୍ଡର ବସିଛି ତେସନେ ପ୍ରଳୟ ହୋଇଛି ପୃଥିବୀ ମଣ୍ଡଳେ ଶଙ୍ଖ ଆଦି ଆକାଶ ନକ୍ଷତ୍ର ପ୍ରସିଦ୍ଧି ଗ୍ରହ ନକ୍ଷତ୍ର ତାରାଗଣ ସପ୍ତଦ୍ୱୀପ ସମୁଦ୍ରମାନ ପର୍ବତ ଦେଶ ବନ ଭୂମି ନଗର କ୍ଷେତ୍ର ବନାଶ୍ରମୀ ଦେବ ସୁରାଦି ଜନ୍ତୁ ଯେତେ ସରୋବର ନଦୀ ସହିତେ ଆଶ୍ରମ ବିଦ୍ୟାବାଦୀ ଗଣ ଯେତେକ ଜୀବ ଜନ୍ତୁମାନ ପଞ୍ଚମହାଭୂତ ଶବଦ ତନୁ ମାତ୍ର ସಮೇତ ବେଦ ଚତୁର୍ଦଶ ଭୁବନ ଗତି ଜଗତ ବିଶ୍ୱପତି ପ୍ରତି ବ୍ରହ୍ମାଦି କୀଟ ପରିଜନ୍ତେ ସର୍ବ ଦେଖିଲେ ଆଚମ୍ବିତେ ହିମାଳୟ ଯେ ପର୍ବତ ପୁଷ୍ପଭଦ୍ରା ନଦୀ ସହିତ ଆପଣା ଆଶ୍ରମ ଦେଖିଲେ ସମସ୍ତ ଋଷିଙ୍କର ମେଳେ ଏଭାବେ ବୁଲି ମୁନିବର ଅନେକ ଗଲା ସମ୍ବତ୍ସର ଦେଖି ମାର୍କଣ୍ଡ ଶ୍ରମ ଭାଗୀ ଭେଦ ନ ପାଇ ମହାଯୋଗୀ ସଂସାର ଦେଖିଣ ବିସ୍ମୟ ମିଥ୍ୟା ମଣିଲେ ସେ ପ୍ରଳୟ ମତେ ପୁଣି ବିଷ୍ଣୁ ମାୟା ପ୍ରକାଶ କଲେ ବିଶ୍ୱକାୟାମ୍ ଆପଣା ନିଶ୍ୱାସରେ ପୁଣ ବାହାର କଲେ ତତକ୍ଷଣ ପ୍ରଳୟ ଜଳେ ପଳାଇଲେ ପୁଣି ସେ ଜଳରେ ଭାସିଲେ ପୂର୍ବ ଜନ୍ମର ଅନୁଭବ ପାଇଲେ ସେହି ପରାଭବ ପୁଣି ସେ ବଟ ତଳେ ଲାଗି ତାଲାଦେ ସୁଖ ଭୋଗୀ ସେ ବଟ ପୁତ୍ର ଫୁଟେ ଶୋଇ ବାଳକ ଚରଣ ଚୁମ୍ବଇ ଦର ଶୀତ ମୁଖ ତାର ଅପାଙ୍ଗ ଦୃଷ୍ଟି ମନୋରମ ଲାଗିଣ ଆଶାସନା ପାଇ ଋଷି ସେ ବାଳକକୁ ଚାହିଁ ତାଙ୍କୁ ହୃଦୟ ଧ୍ୟାନ କଲେ ଆଲିଙ୍ଗନ ମନେ ବାଞ୍ଚିଲେ ହେମନ୍ତେ ଜାଣିନ ମୁକୁନ୍ଦ ସ୍ଥିତି ଯେ ହୃଦୟର ମଧ୍ୟ ହେମନ୍ତ ପାର୍ଶ୍ୱରେ ଲାଗିଲେ ଦେଖି ଅନେକ ସ୍ତୁତି କଲେ ସେ କୃଷ୍ଣ ଅନ୍ତର୍ଧ୍ୟାନେ ଗଲେ ଆପଣା ମାୟା ଦେଖାଇଲେ ବିଷ୍ଣୁ ଅନ୍ତର୍ଧ୍ୟାନ ହନ୍ତେଣ ପ୍ରଳୟ ଅନ୍ତ ତତକ୍ଷଣ କ୍ଷଣ ମାତ୍ରକେ ସବୁ ଗଲେ ମାର୍କଣ୍ଡ ଲୋଚନେ ଦେଖିଲେ ପୂର୍ବେ ଆପଣା ଆଶ୍ରମରେ ବସିଥିଲେ ଯେଉଁ ଭାବରେ ଆତ୍ମାରେ ଯୋଗ ଧ୍ୟାନ କରି ନିରତେ ଚିନ୍ତେ ନରହରି ଆସନେ ବସିଛନ୍ତି ପୁଣ ହେମନ୍ତ ମାୟାରେ ଭିଆଣ ଏ ଦେଖିଣ ମାରକଣ୍ଡ ଋଷି ଆଶ୍ଚର୍ଯ୍ୟ ମଣି ମନେ ତୋଷି ସେ ବିଷ୍ଣୁ ମାୟାରେ ତଦନ୍ତ କେହ ବା ଜାଣିବ ହେମନ୍ତ କହି ଜଗନ୍ନାଥ ଦାସ କୃଷ୍ଣ ଚରଣେ ଲାଗୁ ଆସ ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଦ୍ୱାଦଶ ସ୍କନ୍ଧେ ମାର୍କଣ୍ଡେୟ ବାଳକ ମୁକୁନ୍ଦ ଦର୍ଶନେ ନାମ ନବମ ଅଧ୍ୟାୟ। बोल आनंदे कवार हरि हरि बोल।